ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଆନ୍ଦୋଳନ କଂଗ୍ରେସ ଦ୍ୱାରା ଆୟୋଜିତ ହୋଇଛି। ମହିଳାମାନଙ୍କର ସୁରକ୍ଷା, ନାରୀ ନିର୍ଯାତନାକୁ ନେଇ କଂଗ୍ରେସ ବିଧାନସଭା ଓ ରାଜରାସ୍ତାରେ ଯେଉଁ ଅଭିନବ ପ୍ରୟାସ ଆରମ୍ଭ କରିଛି, ଏହା ସାରା ରାଜ୍ୟରେ ବେଶ୍ ପ୍ରଶଂସାର ପାତ୍ର ପାଲଟିଛନ୍ତି। କଂଗ୍ରେସର 15 ଜଣ ବିଧାୟକ ବିଧାନସଭାରେ ମହିଳାମାନଙ୍କର ସୁରକ୍ଷା କଥା ଏବଂ ମହିଳାମାନେ କିଭଳି ଦିନକୁ ଦିନ ଲୋକମାନଙ୍କର ହିଂସ୍ର ଲୋକମାନଙ୍କର ଶିକାର ହେଉଛନ୍ତି ସେ ବିଷୟରେ ଆଲୋଚନା କରି କଂଗ୍ରେସର ବିଧାୟକମାନେ ଗୃହରୁ ନିଲମ୍ବିତ ହେବା ସହିତ ଉପବାସ ଏବଂ ରାତି 12ଟାରେ ପୋଲିସ କିଭଳି ଭାବରେ ଅମାନବୀୟ କାର୍ଯ୍ୟ କଲା ଏବଂ ରାଜରାସ୍ତାରେ ଛାଡ଼ିଲା ତାହା ମଧ୍ୟ ସାରା ଓଡ଼ିଶାବାସୀ ଦେଖିଛନ୍ତି। ତେବେ କଂଗ୍ରେସର ଏ ନାରୀ ନିର୍ଯାତନା ଏବଂ ମହିଳାମାନେ ଅସୁରକ୍ଷା ପ୍ରସଙ୍ଗ ବାସ୍ତବରେ ବେଶ ପ୍ରଶଂସାର କଥା, କାହିଁକି ନା ନାରୀ ଏ ସମାଜର ସୃଷ୍ଟିରୁ ପ୍ରଥମ ବ୍ୟକ୍ତି ହେଉଛି ନାରୀ। ଯେଉଁ ନାରୀ ଆମର ମା, ଆମର ଭଉଣୀ, ଆମର ସ୍ତ୍ରୀ ଏବଂ ଆମର ରକ୍ଷାକର୍ତ୍ତା ପାଲଟିଥାଏ, ସେହି ନାରୀ ଆଜି ସମାଜରେ ଦଳିତ, ଲାଞ୍ଛିତ, ଅବହେଳିତ ଏବଂ ନିଷ୍ପେଷିତ। କେତେବେଳେ ସେ ହିଂସ୍ର ପଶୁମାନଙ୍କର ଶିକାର ବଳାତ୍କାର ଆକାରରେ ହେଉଛି, ପୁଣି କେତେବେଳେ ପେଟ୍ରୋଲ କିମ୍ବା ନିଆଁରେ ପୋଡ଼ି ଜାଳି ମାରି ଦେଉଛନ୍ତି ଯୌତୁକ ପାଇଁ। ସତରେ ନାରୀ କ'ଣ ଏତେ ଆମ ପାଇଁ ଏତେ ଶତ୍ରୁ ପାଲଟି ଯାଇଛି ନାରୀ ସମାଜ? ସରକାର ନାରୀମାନଙ୍କୁ ସୁବିଧା ସୁଯୋଗ କରିବା ପାଇଁ କିମ୍ବା ନାରୀମାନଙ୍କର ଭୋଟକୁ ହାତେଇବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ପୂର୍ବ ସରକାରଙ୍କର ମହିଳା ସଶକ୍ତିକରଣ କଥା କୁହନ୍ତୁ କିମ୍ବା ବର୍ତ୍ତମାନ ସରକାରଙ୍କର ସୁଭଦ୍ରା ଯୋଜନା କଥା କୁହନ୍ତୁ, ସବୁଠି ମହିଳା ଭୋଟରମାନଙ୍କର ଆବଶ୍ୟକତା ରହିଛି। ସେ ଭୋଟର କଥାମାନଙ୍କ କଥା ଛାଡ଼ନ୍ତୁ, ମହିଳା ବିନା ଗୋଟେ ପରିବାର ଚାଲିପାରିବନି। କିନ୍ତୁ ଆଜି ସେ ମହିଳା ଯେଉଁଭଳି ଭାବରେ ଅତ୍ୟାଚାରିତ, ନିଷ୍ପେଷିତ ହେଉଛି, ସେତେବେଳେ କେହି ତାଙ୍କ ପାଇଁ ଆନ୍ଦୋଳନ କରିବା ପାଇଁ ସଜାଗ ନୁହନ୍ତି। କିନ୍ତୁ କଂଗ୍ରେସ ଯେଉଁ ପ୍ରୟାସ କରିଛି ତାହାକୁ ଆମ ଚ୍ୟାନେଲ ମାଧ୍ୟମରେ କଂଗ୍ରେସକୁ ଧନ୍ୟବାଦ ଜ୍ଞାପନ କରୁଛୁ। ଦିନେ ଏଇ ନାରୀ ପାଇଁ ମହାଭାରତ, ନାରୀ ପାଇଁ ରାମାୟଣ, ପୁଣି ଏ ନାରୀ ପାଇଁ କଳିଯୁଗର ଶେଷ ହେବ। ଏହା ନିଶ୍ଚିତ ଭାବରେ ସତ୍ୟ କଥା। ଦର୍ଶକ ବନ୍ଧୁ, ଆମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ଆମେ ଗୋଟିଏ କଥା ସତର୍କ କରିଦେବା ପାଇଁ ଚାହୁଁ, ଯେଉଁମାନେ ନାରୀମାନଙ୍କୁ କେବଳ ଭୋଗ ବିଳାସ ବୋଲି ଭାବୁଛନ୍ତି, ସେମାନେ ତାହା ନୁହେଁ। ସେମାନେ ନିଜର ରୂପ କାୟାକୁ ଯେତେବେଳେ ଅବତରଣ କରିବେ ଧରା ପୃଷ୍ଠରେ, ନାରୀମାନେ ଯେତେବେଳେ ପ୍ରକୃତରେ ସେମାନଙ୍କର ବାସ୍ତବିକ ରୂପ ସେତେବେଳେ ଦେଖାଇବେ, ଆପଣମାନେ ଜାଣିପାରିବେ ନାରୀର ଆବଶ୍ୟକତା ସମାଜରେ କ'ଣ ରହିଛି, ନାରୀ ବିନା ସମାଜ କିଭଳି ଭାବରେ ଚାଲିବ, ନାରୀ ବିନା କିଭଳି ଭାବରେ ସଂସାର ଚାଲିବ। ମନେ ପକାନ୍ତୁ ସେଦିନର ଜଗନ୍ନାଥ ମହାପ୍ରଭୁ ଏବଂ ବଳଭଦ୍ର ମହାପ୍ରଭୁଙ୍କ କଥା, ଯେତେବେଳେ ଲକ୍ଷ୍ମୀକୁ ଘରୁ କାଢ଼ି ଦେଇଥିଲେ ଏବଂ ମା ଲକ୍ଷ୍ମୀ ଘରୁ ବାହାରିକି ଯିବା ପରେ ଶ୍ରୀମନ୍ଦିରର ଅବସ୍ଥା କ'ଣ ହୋଇଥିଲା ଏବଂ ବଡ଼ଦାଣ୍ଡରେ ଠାକୁର ବଡ଼ଖିଆ କେଉଁଭଳି ଅବସ୍ଥା ଭୋଗ କରିବାକୁ ପଡ଼ିଥିଲା। ସେଭଳି ଭାବରେ କ୍ଷମତାକୁ ଆସିବା ପରେ ଯଦି ଶାସକ ଦଳ କିମ୍ବା ବିରୋଧୀ ଦଳ ନାରୀମାନଙ୍କର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନ ନେବେ, ନାରୀମାନଙ୍କରୁ ନିର୍ଯାତନା, ନାରୀମାନଙ୍କୁ ହତ୍ୟା, ଗଣବଳାତ୍କାର ଯେଉଁ ହେଉଛନ୍ତି ତାହାକୁ ବନ୍ଦ କରିବା ପାଇଁ ସମ୍ବିଧାନରେ ଏକ କଠୋର ବ୍ୟବସ୍ଥା ରହିବାର କଥା। ହଁ, ଏଠି ଆଉ ଗୋଟିଏ ପ୍ରସଙ୍ଗ ମଧ୍ୟ ଆବଶ୍ୟକ ଅଛି। ଅନେକ ପ୍ରକାର ନାରୀ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୁବିଧା ସୁଯୋଗର ଗଲତ ଅର୍ଥ ମଧ୍ୟ ଉଠାଉଛନ୍ତି, ଭୁଲ ତଥ୍ୟ ପ୍ରଦାନ କରି ପୁରୁଷମାନଙ୍କୁ ହଇରାଣ ହରକତ କରୁଛନ୍ତି। ତେଣୁ ନାରୀମାନେ ଅନେକ ଜାଗାରେ ମଧ୍ୟ ନିନ୍ଦିତ ହେଉଛନ୍ତି। ତେଣୁ ପ୍ରକୃତ ତଥ୍ୟ ତଦନ୍ତ କରି ନାରୀମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଏବଂ ଯେଉଁ ନାରୀମାନେ ମିଛରେ କେସ୍ କରି ପୁରୁଷମାନଙ୍କୁ ଫସାଇବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ, ନାରୀମାନଙ୍କୁ ମଧ୍ୟ କଠୋର ଦଣ୍ଡବିଧାନ କରିବାର ସମୟ ଆସିଛି। ନାରୀମାନଙ୍କ ପାଇଁ କଂଗ୍ରେସ ଏ ଲଢ଼େଇ ସତରେ ଏକ ବଡ଼ ଲଢ଼େଇର ରଣହୁଙ୍କାର ଦେଇଛି ଏବଂ ଆଗାମୀ ଦିନରେ କଂଗ୍ରେସ ଏହାକୁ ଯଦି ପଞ୍ଚାୟତ ସ୍ତରରେ ପହଞ୍ଚାଇ ଦେଇପାରିବ, ତେବେ ନିଶ୍ଚିତ ଭାବରେ କଂଗ୍ରେସର ଯେଉଁ 15ଟି ସିଟ୍ ଅଛି
हुए तो आरथर को 50 रु ऊर्ध्व एमितिक सरकार मध्य गठन करें। कांग्रेस पाई नारी संरक्षण नारी निर्यातना एवं असुरक्षित नारी ए आंदोलन वास्तव में केते दूर सफल रूपायन नेब ताहा आपण कमेंट माध्यम निजर मतामत प्रदान करेंगे। वीडियो को जो मैंने प्रथम शेष पर्यंत देखिए चैनल को लाइक सब्सक्राइब कमेंट करेंगे। वंदे उत्कल जननी जय श्री राम।